ରାସ୍ତାରେ ଗଲା ବେଳେ ହଠାତ୍ ଦେଖିବାକୁ ପାଇଲୁ ଏକ ନିଆରା ଦୃଶ୍ୟ। ଆଜ୍ଞା ହଁ, ଦୃଶ୍ୟ ଏମିତି ଥିଲା ଯେ ଲୋକମାନେ ବୁଲି ବୁଲି ଦେଖୁଥାନ୍ତି ତାଙ୍କୁ। ଚାଲୁଥିବା ଲୋକେ ବି ରହିଯାଉଥିଲେ କ୍ଷଣିକ, ଚାଲୁଥିବା ଲୋକେ ବି ରହିଯାଉଥିଲେ କ୍ଷଣିକେ। ଆମ ସାମ୍ନାକୁ ବି ଏ ଚିତ୍ର ଆସିଲା, ତେଣୁ ପହଞ୍ଚି ଗଲୁ ସେଠାରେ। ଦେଖିବାକୁ ପାଇଲୁ ଜଣେ ବୃଦ୍ଧାଙ୍କୁ, ଯାହାଙ୍କୁ ଭାରରେ ବୋହି ନେଉଥିଲେ। ଦୁଇ ଜଣ ଲୋକ କାନ୍ଧରେ ବୋହିଥାନ୍ତି, ଆଉ କିଛି ଲୋକ ବୋଲବମ୍ ହର ହର ବମ୍ କହି ଚାଲିଥାନ୍ତି। ଏସବୁ ଚିତ୍ର ଦେଖି ଆମ ମନରେ ବି ଉତ୍କଣ୍ଠା ବଢ଼ିଲା ପଚାରିବାକୁ ଯେ ବାସ୍ତବରେ ଏମାନେ ଏମିତି କୁଆଡ଼େ ଯାଉଛନ୍ତି। କାରଣ ଇଏ ତ ଉପାନ୍ତ ଅଞ୍ଚଳ ନୁହେଁ ଯେ ରୋଗୀକୁ ଭାରରେ ବୋହି ନେଉଥିବେ, ଆଉ ତାଙ୍କ ବେଶଭୂଷା ବି ଅଲଗା ଥିଲା। ତେବେ କହିବାକୁ ଚାହିଁବୁ ଯେ କଟକରେ ଦେଖିବାକୁ ମିଳିଛି ଏହି ନିଆରା ଦୃଶ୍ୟ, ଯେଉଁଠି ବୋଲବମ୍ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା ଗୋଟେ ଭାରରେ ଜେଜେ ମାଙ୍କୁ ବସାଇ ବୋହି ବୋହି ନେଉଛନ୍ତି ନାତିମାନେ। ଆଉ ଜାଣିବାକୁ ପାଇଲୁ ଯେ ଜେଜେ ମାର ମାନସିକ ପୂରଣ କରିବାକୁ ବାହାରିଛନ୍ତି ନାତି। କଟକ ଗଡ଼ଗଡ଼ିଆ ଘାଟରୁ ପାଣି ଉଠାଇବା ସହ ଜେଜେ ମାଙ୍କୁ କାଉଡ଼ିରେ ବୋହି ନେଇ ଯାଉଛନ୍ତି ପୁରୀ ଲୋକନାଥ ପୀଠକୁ। ଦୂରତା ପ୍ରାୟ 100 କିଲୋମିଟର ହେବ। ତଥାପି ନାତି ଓ ଅଣନାତି ମାନେ ଜେଜେ ମାକୁ ଭାରରେ ବୋହି ନେବା ଲାଗି ଶପଥ କରିଥିଲେ। କାରଣ ସେଇମାନଙ୍କ ପାଇଁ ବୁଢ଼ୀ ମା ମାନସିକ କରିଥିଲେ। ନାତି ଅଣନାତି ଦେଖିଲେ ସେମାନେ ତାଙ୍କୁ ଲୋକନାଥ ବାବାଙ୍କ ପାଖକୁ ନେଇକି ଯିବେ। ଆଉ ଖୁବ୍ ଖୁସିରେ ଜେଜେମାଙ୍କ ମାନସିକକୁ ପୂରଣ କରୁଛନ୍ତି ନାତିମାନେ। ସେଇଥିପାଇଁ ତ କେତେ ଶ୍ରଦ୍ଧାରେ ଜେଜେମାକୁ ବୋହି ବୋହି ନେଉଛନ୍ତି ଏତେ ଦୂର। ସତରେ ଏ ସ୍ୱାର୍ଥପର ଦୁନିଆରେ ଏମିତି ଏକ ସୁନ୍ଦର ଚିତ୍ର ମନକୁ ଛୁଇଁ ନେଉଛି। କାରଣ ଏଭଳି ବୟସ୍କମାନଙ୍କୁ ପରିବାରରେ ଅବହେଳା ଓ ହତାଦର କରାଯାଉଥିବା ବେଳେ ନାତି ଅଣନାତିମାନଙ୍କ ଶ୍ରଦ୍ଧା ଓ ନିଷ୍ଠାକୁ ପ୍ରଶଂସା ନ କରି ରହିହେବ ନାହିଁ। କଟକରୁ ଦେବାଶିଷ ପଣ୍ଡାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।